हाथे पड़िबो आसीबे पेंडेल को
नमस्ते उपस्थित साहित्य दर्शक समाज मातृस्थानीय पितृस्थानीय माँ माने पितृस्थानीय बापा माने पड़ोशी पड़ोशी ग्राम आसीथिबा साधु सन्त वैष्णव ज्ञानी मित्र समस्त पद तले ये भट्ट भाई हेमंत ये मृत हेमंत ये अज्ञान हेमंत जना हूँ अनंत गुटे कला सर्वादौ उपस्थित मात्रे आज्ञा पाला कार्यक्रम हम नहीं कौन हम पाला किया पाला देखो आज्ञा पाला किसी देखिबार नहीं एटा स्मृति कार्य आमे पुराण कथा किसी समय कहलु आपण माने ए पवित्र दिन रे महासावित्री महाशिवरात्रि जागर उपलक्षे ए कथा सुनी आपण कान पवित्र होई जीव आज्ञा देखंतु आउ समाज रे ये गोटिए दिन मध्य ठाकुर को भजन करने समय ना 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 अरे उद्धार है पूजे भव सागरू
ଖିଆ ମାନେ ଖାଇକି ବଳିଯା ଆରେ ମୁଁ କହୁଛି କଣ ଇଏ କହୁଛି କଣ ପାନ ଖିଆ ମନ ବିହର ଖିଆ ମନ ହଁ ମନ ଆରେ ତୋର ମନ କେତେ ପ୍ରକାର ବହୁତ ପ୍ରକାର ମନ କଣ କଣ କହିଲୁ ବର୍ତ୍ତମାନ ମୁଁ ଏଠି ଅଛି ହଁ ମୋର ଏଠି ମନ ଆଉ ମୋ ମନ ହେଲେ ମୋ ସ୍ତ୍ରୀ ପାଖରେ ଆରେ ତୋ ସ୍ତ୍ରୀ ପାଖରେ ତ ମନ ଆରେ ମନ କେତେ ପ୍ରକାର ଜାଣିଛୁ ଆଜି ଜାଗର କର ଆରେ ଆଜ୍ଞା ମନ କେତେ ପ୍ରକାର ମା ମାନେ ଏ ଶୁଣ ଶୁଣ ସମସ୍ତେ ଶୁଣ ମନ ଆଜ୍ଞା କେତେ ପ୍ରକାର ପୁଣିର କଥା ମାନେ ପରୀକ୍ଷା ପଡ଼ିବ ଶୁଣ ମନ ଆଜ୍ଞା କେତେ ପ୍ରକାର ମନ ଆଜ୍ଞା ଏ ପାଲା ପୁରାଣ କଥା ମା ମାନେ ମୁଁ ଆଜି ଭଲ ଭଲ କଥା ତମ ମାନଙ୍କୁ ସବୁ ଶୁଣେଇବି ମା ମାନେ ମୋର କାନ ଦେଇ ଶୁଣିଥିଲେ ଅନୁମନସ୍କ ହେବେନି ଆଜ୍ଞା ଶିକ୍ଷଣୀୟ କଥା ସବୁ କିଛି ଆମର ଜୀବନ ପର୍ଯ୍ୟାୟରେ ସବୁ ଜିନିଷ ଆମର ଆସିବ କର୍ମରେ ମୁଁ ଆପଣମାନଙ୍କୁ କିଛି ପାଲା ମାଧ୍ୟମରେ ପ୍ରଶ୍ନ କରିବି ସେ ପ୍ରଶ୍ନର ଉତ୍ତର ଯିଏ ମା ଆସି କ୍ୟାରିୟରରେ ଦେବେ ତାକୁ 100 ଟଙ୍କା ପୁରସ୍କାର ଦେବି ପୁରାଣ ପୁରାଣ ସେମାନଙ୍କୁ ଗୋଟିଏ ମା ମାନଙ୍କୁ ପ୍ରଶ୍ନ କରିବି ଉତ୍ତର ଦେଲେ 100 ଟଙ୍କା କ୍ୟାରିୟର ପାଇବି ମନ କେତେ ପ୍ରକାର ଯଦି କେହି ଜାଣିଥିବେ ହାତଟା ଦେଖେଇବେ ସମସ୍ୟା ନାହିଁ ତାରି ଭିତରେ ଆଜ୍ଞା ମୁଁ ଜାଣିବି ସେ ମା ମୋର କହିବି ମନ କେତେ ପ୍ରକାର ଜାଣେ ତୋତେ ପଚାରିବି ମନ ହଉଛି 5 ପ୍ରକାର ମନ କଣ ମନ ହଉଛି 5 ପ୍ରକାର ମନ ମନ ସୁମନ କୁମନ ପାଞ୍ଚଟା ମନ କିନ୍ତୁ ଆଜ୍ଞା ଜୀବ ହଉଛି ଜୀବ ଗୋଟିଏ 5 ପ୍ରକାର ମନ ଏଇ ମନ କହୁଛି କଣ ଆଜି ଶୁକ୍ରବାର ବୁଧବାର ଏଇ ମନ ମତେ ବାହାର କଣ ନା ଆଜି ମାଛ ଖାଇବା ମନା ନା ମାଛ ଟିକେ ମନ ପାଇଁ ମାଛ ଖାଇଲେ ଭଲ ହେଇଥାନ୍ତା ଆରେ ଖାନା ତ ପାପ ହବ ଆରେ ତୁ ତାକିଆ ବସା କରିବୁ ତ ମନ ନା ତ ସେଠି ରହିଲାଣି ମନ 5 ହଉଛି ସଦା ସର୍ବଦା ଅତିବାଦ କରଉଛି ସ୍ଥିର କରିପାରୁନାହିଁ ରାସ୍ତାରେ ଗଲେ ଆତ୍ମାର ସଦ୍ଗତି ହେବ ଦେଖେଇ ଦଉଛି ସେଇ ଗୁରୁଦେବଙ୍କ ନିକଟରେ ଆଶ୍ରିତ ହୁଅରେ ଜଗତରେ ଗୁରୁ କେତେ ଜଣ ପାଲା ଶିଖେଇଛି ବୋଲି ସମସ୍ତେ କହୁଛ ଆରେ ତା ନୁହଁ ଜଗତରେ ଗୁରୁ କେତେ ଜଣ ମା ମାନେ କହିପାରିବେ ମା ମାନେ ମୋ କଥାକୁ ଧ୍ୟାନ ଦେଇଛନ୍ତି ଶୁଣିଛନ୍ତି ମନ କେତେ ପ୍ରକାର ଗୁରୁ କେତେ ପ୍ରକାର ଆରେ ମୁଁ ତ ଗୁରୁ ନୁହେଁ ଜଗତରେ ଗୁରୁ କେତେ ଜଣ ଅଛନ୍ତି ସମସ୍ତେ
କହିଲେ କହିଲେ କଣ 100 ଟଙ୍କା ପୁରସ୍କାର ଦେବେ। ପଇସା ନେଇ ନେବ ନେଇ ନେବା ମୁଁ ଦିଆ ହବ ପଇସା ଆରେ ପ୍ରକୃତ ମୁଁ କ୍ଷମା କରିବେ ମା ମାନେ ମୁଁ ଜ୍ଞାନରେ ପଚାରୁନି ଆଉ ପୁରାଣରେ ପଚାରୁଛି କାହିଁକି ପଚାରୁଛି ଆଜ୍ଞା ମୋ ମା ମାନଙ୍କର ପୁରାଣ ପ୍ରତି ଜ୍ଞାନ ଅଛି କି ନାହିଁ ଏଇଥିପାଇଁ ପଚାରୁଛି ମୋତେ ଭୁଲ ବୁଝିବେନି ଆଜ୍ଞା ଆଉ ଆଚ୍ଛା ବେଦ ବେଦ ପ୍ରମାଣ କରୁଛି କଣ ଗୋଟେ ସ୍ୱଳ୍ପ ବେଦରୁ କହୁଛି ନମସ୍ତେ ଆଦ୍ୟ ଗୁରୁଞ୍ଚ ଗର୍ଭଧାରିଣୀ ଦ୍ୱିତୀୟ ଜନକ ଶୈବ ତୃତୀୟ ଗୁରୁଦେବାୟ ଚତୁର୍ଥ ମହାମାୟା ପଞ୍ଚମେ ଶ୍ରୀ ଯୁଗଳେଶ নমো নলিন নেত্রায় বাধ্য দিনে দিনে রাধা প্রেমে সুধা পানে নে ছাড়ি নে ଏ ଶାଢ଼ୀରେ ଏଟା ଭେଣ୍ଡିଆ ବେଳେ କଣ ଶାଢ଼ୀ ପାଳି ବହୁତ ମୁଁ ବୁଝିପାରୁନି କଣ କଲେ ଛୋଟ ନମୋ ନଳିନ ନେତ୍ରାୟ ଘଟଣା କଣ କଣ ହେଇଛି ସାର୍ ଭଗବାନ ଶ୍ରୀକୃଷ୍ଣ କାନ୍ତି କହନା କାନ୍ତି କହନା ଦିନ ନଳିତା ବାଣ କଛି ଭଗବାନ ଶ୍ରୀକୃଷ୍ଣ ନଳିତା ବାଟରେ ପଶିଲେ ସାର୍ ହଁ ଆପଣ ଭାବୁଛନ୍ତି ସେଇ ପୁରା ହିସାବରେ ଭଗବାନ ଆଉ କୋଉ କୃଷ୍ଣ ଆଉ ଏ ପାଗ ପୁଅ କୃଷ୍ଣ ସାଙ୍ଗ କୃଷ୍ଣ ନଳିତା ବାଇରେ ଗଳି ଯାଇଛି ହଁ ତାପରେ କଣ ହେଲା ବଇଁଶୀ ପୁକୁର ଆଚ୍ଛା ବଇଁଶୀ ତା ପାଇଁ ରାଧିକା ପାଇଁ ଆଜିକା ଆସିଲେ ରାଧିକା ଆସିବେ କିଏ ରାଧିକା କଣ ଆସିଛି ନା କଣ ପୁଙ୍କି 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 ପୁରା ମାନେ କୃଷ୍ଣ ବଂଶୀ ନଳିତା ବାଇରେ ବଜଉଛନ୍ତି ବଜେଇ ବଜେଇ ଅବସ୍ଥା ଆଉ ଏ ଯେ ମଶା ହଁ ଖାଇଲା ବେଳେ ଖାଲି ପୁଛି ତାପରେ এই ঘটনা ହେଲା ପରେ ହଁ କୃଷ୍ଣ ବଳକୁ ରାଖିଲେ ଆଚ୍ଛା ତାପରେ କଣ ହେଇଛି କଣ ରାଧିକା ରମର ଗୁଡେ ପାନ ରାଧା ପାନ ଦେବା ପାଇଁ କୃଷ୍ଣଙ୍କୁ ପାନ ଖଣ୍ଡେ ନେଇ ଯାଇଥିଲେ ରାଗିକି ଅଛନ୍ତି ଏଇଠି ନାଚେ ହଁ ଏଉଡେ ପାନ ଖାଇବେ ହଁ ଦେଖା ତ ପାନ ହଁ ଏ ସାଇବେ ଆରେ ମୁଁ କହିଲି କଣ ନମସ୍ତେ ଆଦ୍ୟ ଗୁରୁଞ୍ଚ ଜନନୀ ଗର୍ଭଧାରିଣୀ ଆଦ୍ୟ ପ୍ରଥମ ଗୁରୁ ଆମର ସମୁଦାୟ ପିଲାମାନେ ଆମର ପ୍ରଥମ ଗୁରୁ ସମସ୍ତଙ୍କର ହେଲେ ମା ଜନନୀ ଗର୍ଭଧାରିଣୀ ସେ ହେଲେ ପ୍ରଥମ ମା ଦ୍ୱିତୀୟ ମା କିଏ ଜନକ ଜନକ ବଳତେ ବାପା ବାପା ହେଲେ ଦ୍ୱିତୀୟ ଗୁରୁ ମନେ ରଖ ଏ ପିଲାମାନେ କହିଲେ କିଏ ପ୍ରଥମ ଗୁରୁ আরে প্রথম গুরু কে ধন্যবাদ ধন্যবাদ প্রথম গুরু মা দ্বিতীয় গুরু হেলে বাপা মোর তিনি জন মা আরে তিন জন মা কোনঠু আসিলা হ্যাঁ মতে যে জন্ম কলা সে হেলা সে আমার মা সমস্তଙ୍କର মা যে জন্ম দিয়ে ସମସ୍ତେ মা বলি କୁହନ୍ତି আচ্ছা দ্বিতীয় নম্বর মা ମୋ ସ୍ତ୍ରୀର ମା ସ୍ତ୍ରୀର ମାକୁ ମା ବୋଲି ଡାକ ମାନେ ଶାଶୁକୁ ମା ବୋଲି ଡାକ ଶାଶୁ କଣ ମା ଆଜ୍ଞା କ୍ଷମା କରିବେ ଶାଶୁକୁ ମା ଡାକିଲେ କିଛି କ୍ଷତି ନାହିଁ ଶାଶୁ ମା ପଦ ବାଜ୍ୟ 3 ଜଣ ମା ହେଲା ଏ 3 ଜଣ ମା କିଏ ରେ ମୋ ଧର୍ମଶାଳୀ ମା ରେ এই ধর্মশালী মা ধর্মশালী মা কো মারা
ଆଜ୍ଞା 3 ନମ୍ବର ହେବା ଗୁରୁ ହେଲେ ବାପା 3 ନମ୍ବର ଗୁରୁ କିଏ ସ୍କୁଲ ଯେ ମାଷ୍ଟର ପାଠ ପଢାନ୍ତି ଆମ ସାର୍ ଆମ ଗୁରୁ ଯେ ସ୍କୁଲରେ ଟିଚର ଅଛନ୍ତି ସେ ହଉଛନ୍ତି ଜଣେ ସେ ଜଣେ ହେଲେ ଗୁରୁ ତୃତୀୟ ନମ୍ବର ଗୁରୁ ହେଲେ କିଏ ସ୍କୁଲ ମାଷ୍ଟର ତାକୁ ବାପା ଡାକିଲେ ବି କିଛି ଅସୁବିଧା ନାହିଁ ଗୁରୁ ହଉଛନ୍ତି ବାପା ପଦବାଚ୍ୟ ଆଜ୍ଞା ଅଙ୍ଗନବାଡି କି ଯାଇକି ଦିଦି के बापा डाकी दो अरे ମୁଁ କହିଲି ଗୁରୁ ବାପା ପଦବାଚ୍ୟ ଗୁରୁକୁ ବାପା ଡାକିଲେ କିଛି କ୍ଷତି ନାହିଁ ସେ କହୁଛି ମ୍ୟାଡାମକୁ ଯାଇକି ବାପା ଡାକିଲେ ଆରେ ନାଇଁ ନା ମ୍ୟାଡାମ ହେଲେ ଗୁରୁମା ସେ ହେଲେ ଗୁରୁ ଏବଂ ତାଙ୍କ ସ୍ତ୍ରୀ ଲୋକ ମହିଳା ଅଛନ୍ତି ତାଙ୍କ ଗୁରୁମା କହିବେ ମା ମାନେ ଧୀରେ 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 ମୋ କଥା ଶୁଭୁଛି ମା ମାନେ ଆପଣଙ୍କ ଗୁରୁ କିଏ ଆପଣଙ୍କ ଗୁରୁ କିଏ ସେ କହୁନ ତାପରେ ଶୁଣିଲା ଜାଣିନୁ ଗୁଆଲ ବାନ୍ଧାଇছে ଓ ସାଧାରଣ କଥା ଜାଣି ଆଣି ଆରେ ମା ମାନଙ୍କର ଗୁରୁ ହେଲେ ସ୍ୱାମୀ ଗଙ୍ଗାଧର ମେହେର ଲେଖିଥାନ୍ତି ସ୍ୱାମୀ ଗୁରୁ ସ୍ୱାମୀ ସ୍ୱାମୀ ଗୁରୁ ସ୍ୱାମୀ हेले स्वामी स्वामी हेले गुरु गुरु बाबा गुरु मान तो बापा हो गुरु मान तो बापा हो गुरु माने तो मैं साथ में बापा को बहुत रोटी स्वामी के कहले हमर गुरु गुरु बापा बापा वाली कोई ताको झियो ताको झियो